ଏବେ ଆସିଲା ମଧୁବାବୁ ପେନସନ ଯୋଜନାକୁ ନେଇ ସବୁଠୁ ବଡ଼ ଖବର। କାରଣ ଆସନ୍ତା ଏହି ତାରିଖଠାରୁ ମଧୁବାବୁ ପେନସନ ଯୋଜନାର ଭତ୍ତା ରାଶିକୁ ବୃଦ୍ଧି କରାଯିବ। ଏବେ ସମସ୍ତଙ୍କୁ ଦିଆଯିବ 3000 ଏବଂ କେତେ ଗୁଡ଼ିଏ ପାଇବେ 3500। ଏନେଇ ଆପଣଙ୍କ ମନରେ ନିହାତି ଭାବରେ ପ୍ରଶ୍ନ ଉଠୁଥିବ, କାରଣ କେଉଁ ତାରିଖ ଠାରୁ ମିଳିବ 3000 3500। ଅଲ୍ ଇନଫର୍ମେସନ୍ ଏହି ଭିଡ଼ିଓ ମାଧ୍ୟମରେ ଜାଣିବା। ତେଣୁକରି ଆପଣମାନେ ଯଦି ଆମ ଏହି ଚ୍ୟାନେଲ ସହିତ ନୂତନ ଥିଲେ ନିହାତି ଭାବରେ ସବସ୍କ୍ରାଇବ୍ କରିବା ସହିତ ପାଖରେ ଥିବା ଅଲ୍ ନୋଟିଫିକେସନକୁ ଅନ୍ କରନ୍ତୁ, ଯାହାଫଳରେ ଆଗାମୀ ଟାଇମରେ ବିଭିନ୍ନ ପ୍ରକାର ସରକାରୀ ଯୋଜନା ରିଲେଟେଡ୍ ଭିଡ଼ିଓ ପାଇପାରିବେ। ଏବେ ଆସିଲା ମଧୁବାବୁ ପେନସନ ଯୋଜନାକୁ ନେଇ ସବୁଠୁ ବଡ଼ ଖବର। ମଧୁବାବୁ ପେନସନ ଯୋଜନାରେ ଓଡ଼ିଶାରେ ପ୍ରତ୍ୟେକ ହିତାଧିକାରୀଙ୍କୁ ମିଳିବ ଭତ୍ତା ରାଶି ଏବଂ ଏଥର ଭତ୍ତା ରାଶି 3000 3500କୁ ବୃଦ୍ଧି କରାଯାଇଛି। ଏବେ ଆପଣଙ୍କ ମନରେ ଯେଉଁ ପ୍ରଶ୍ନ ଉଠୁଥିଲା କେବେ ମିଳିବ ବାର୍ଷିକ ଭତ୍ତା ବୃଦ୍ଧି ରାଶି ଅର୍ଥାତ୍ 3000 3500 ଟଙ୍କା କେବେ ମିଳିବ, ଏନେଇ ଓଡ଼ିଶା ସରକାର ଦେଇଛନ୍ତି ବଡ଼ ଅପଡେଟ୍। ଏବେ ଆସିଲା ମଧୁବାବୁ ପେନସନ ଯୋଜନାକୁ ନେଇ ସବୁଠୁ ବଡ଼ ଖବର। କାରଣ ମଧୁବାବୁ ପେନସନ ଯୋଜନାରେ ଯେଉଁମାନଙ୍କ ବୟସ 60ରୁ ଅଧିକ ହୋଇଥିବ ସେମାନଙ୍କର ଆକାଉଣ୍ଟକୁ 3000 ଟଙ୍କା ପ୍ରଦାନ କରିବେ ଓଡ଼ିଶା ସରକାର। ତା ସହିତ ଯେଉଁମାନଙ୍କର ବୟସ 80ରୁ ଅଧିକ ହୋଇଥିବ 3500 ଟଙ୍କା ମିଳିବ। ଯେଉଁମାନେ ଦିବ୍ୟାଙ୍ଗ କାଟେଗୋରୀରେ ବିଲଙ୍ଗ କରୁଛନ୍ତି, ଯେଉଁମାନଙ୍କର ପ୍ରତିଶତ ଯଦି ଆମେ ଦେଖିବା 80ରୁ ଏଭବ୍ ହୋଇଥିବ ସେମାନଙ୍କୁ 3500 ଟଙ୍କା ଦିଆଯିବ। ତା ସହିତ ଯେଉଁମାନଙ୍କର ପ୍ରତିଶତ 80ରୁ କମ୍ ହୋଇଥିବ ସେମାନଙ୍କୁ 3000 ଟଙ୍କା ପ୍ରଦାନ କରାଯିବ। ଏବଂ ଯେଉଁମାନେ ଅବିବାହିତା ଝିଅମାନେ ଅଛନ୍ତି ସେମାନଙ୍କୁ ମଧ୍ୟ 3000 ଟଙ୍କା ପ୍ରଦାନ କରାଯିବ। ତା ସହିତ ବିଧବା ଭତ୍ତା ମଧ୍ୟ 3000 ଟଙ୍କାକୁ ପ୍ରଦାନ କରାଯାଇଛି। ଏବେ ଖୁସିର ଖବର ଆସିଲା। ଏନେଇ ଆପଣଙ୍କ ମନରେ ଯେଉଁ ପ୍ରଶ୍ନ ଉଠୁଥିଲା, ଦେଖନ୍ତୁ କେବେ ମିଳିବ ଭତ୍ତା ରାଶି, ଯେଉଁଟାକି ବୃଦ୍ଧି ଭତ୍ତା ରାଶି ଆସନ୍ତା ଡିସେମ୍ବର 15 ତାରିଖ ଠାରୁ ଆପଣମାନେ ସମସ୍ତେ ପାଇପାରିବେ। କାରଣ ଆସନ୍ତା 26ରେ ଏହାର ବୈଠକ ବସିବ। ଏଥିରେ ନିଷ୍ପତ୍ତି ନିଆଯିବ କେଉଁମାନଙ୍କୁ ଦିଆଯିବ 3000 ଟଙ୍କା ଏବଂ କେଉଁମାନଙ୍କୁ ଦିଆଯିବ 3500। ସେଥିପାଇଁ ଏକ ବଡ଼ ଅପଡେଟ୍ ଆସିଛି। ଏହା ଥିଲା ଆପଣଙ୍କ ପାଇଁ ଗୋଟେ ୱିକ୍ ଇନଫର୍ମେସନ୍। ଆସନ୍ତା 26 ତାରିଖ ଠାରୁ ଲାଗୁ କରାଯିବ ଏବଂ ଡିସେମ୍ବରରେ ଆପଣମାନେ ସମସ୍ତେ ପାଇପାରିବେ ବାର୍ଷିକ ଭତ୍ତା ରାଶି, ଯେଉଁଟାକି 3000 3500। ଧନ୍ୟବାଦ, ନମସ୍କାର।